ଭାଇ ଯାହା ବି କୁହ ନା, ଭିକେ ପାଣ୍ଡିଆନର କାମଟା ବେଷ୍ଟ ଥିଲା। କାହିଁକି ନା 24 ବର୍ଷ ଶାସନରେ ନବୀନ ପଟ୍ଟନାୟକର ଅବଦାନ ତ ବହୁତ ଥିଲା, କିନ୍ତୁ ତାଠୁ ବେଶୀ ଅବଦାନ ପ୍ଲାନିଂ ଅନୁସାରେ ଭିକେ ପାଣ୍ଡିଆନ ହିଁ କରିଥିଲା। ଯୋଉ ବର୍ଷେ 2 ବର୍ଷ ରହିଲେ, ତାଙ୍କ କାମ ଅନୁସାରେ ମୁଁ ଯାହା ଦେଖିଲି, ଫୋକସ୍ କରିଥିଲେ ଓଡ଼ିଶାକୁ। ସେ 2 ବର୍ଷ ଭିତରେ ବହୁତ କିଛି ଡେଭଲପ୍ କରିଥିଲେ। ବରମୁଣ୍ଡା ବସଷ୍ଟାଣ୍ଡ, SCB ମେଡ଼ିକାଲ, ମେଟ୍ରୋ ହବାର ଥିଲା, ସେ ବି ବନ୍ଦ ହେଇଗଲା। କିନ୍ତୁ ରିଆଲିଟିରେ ନା, ମୁଁ ଛୋଟବେଳେ ବାଦାମବାଡ଼ି ବସଷ୍ଟାଣ୍ଡ ଯାଏ ନା, ମୋତେ ବାନ୍ତି ଲାଗେ। ମାନେ ଏମିତି, ମାନେ ଏତେ ଦୁର୍ଗନ୍ଧ ସେ ଜାଗା, ମାନେ ତମେ କେବେ ବି ସେଠି ଯାଇପାରିବନି। କିନ୍ତୁ ରିଆଲିଟିରେ ଆପଣ ବିଶ୍ୱାସ କରିବେନି, ଏବେ ବାଦାମବାଡ଼ି ବସଷ୍ଟାଣ୍ଡ ଚେଞ୍ଜ ହେଇକି କ'ଣ ହେଇଛି। ମାନେ ଏତେ ଚେଞ୍ଜ ହେଇକି ଏତେ ଡେଭଲପମେଣ୍ଟ ଭାଇ, ମାନେ ଡେଭଲପ। କିନ୍ତୁ ଏବେ ବହୁତ ଦୁଃଖ ଲାଗୁଛି, ଯେଉଁ ଡେଭଲପମେଣ୍ଟ ଭିକେ ପାଣ୍ଡିଆନ 2 ବର୍ଷ ତଳେ କରିଥିଲା, ଏତେ କାମ କରିକି ସବୁ ଗଲା ହାରି, ମାନେ ବିଜେପି ସରକାର ତାକୁ ଟିକେ ମେଣ୍ଟେନାନ୍ସ ବି କରିପାରିଲାନି। ମେଣ୍ଟେନାନ୍ସ କରିବାରେ ବି ସକ୍ଷମ ନାହିଁ ବିଜେପି ସରକାର। ତ ସେଇଟା ବହୁତ ଦୁଃଖ ଲାଗୁଛି। ମାନେ ଡେଭଲପମେଣ୍ଟଟାକୁ ଏମିତି ଏତେ ଜଲ୍ଦି ଭାଙ୍ଗିଦେଲା ବିଜେପି ସରକାର, ନ କହିଲେ ସରେ।